बंधु माने आजिरो एही कार्यक्रम को आपण मानकु स्वागत। आजिरो एही कार्यक्रमटी बिछा राशिर व्यक्तिविशेष मानक पई बहुत गुरुत्वपूर्ण अटे, बहुत ही खास अटे। कारण आगामी 10 दिन मध्यरे मंगल आपणक जीवन रे एक विराट परिवर्तन आनिबाकु जाउछंती। आपणकर 5टी बड़ स्वप्न पूरण हेबाकु जाउछि। जेतेबेले आपण एही खबर गुडिक सुनिबे खुशी रे आपणक आखिरु लुह झरी जिवो। बंधु माने वर्ष वर्ष धरी निर्वाचनर एक दीर्घ समय शेष रे समाप्त हेबा पई जाउछि। आपणक राशिर अधिपति मंगल एबे मेष राशि रे प्रवेश करूछंती। यार अर्थ हेउछि मंगल आपणकर षष्ठ भाव रे प्रवेश करूछंती। जहाँकि आपणकर रोग ऋण एवं शत्रुर भाव। तो यार अर्थ हेउछि आपणकर प्रतिपक्ष आपणकर शत्रु आपणकर गुप्त शत्रु जो माने आपणक पछपटे लुचि रहिछंती प्रत्येक मुहूर्त रे आपणक जंत्रणा देउछंती। आपणक निज घर भितर हेउ किंबा आपणक निकट आखपाखरे किछि लोक अछंती जो माने गुप्त भावरे आपणकर प्रगति प्रति ईर्ष्या करंती, जो माने आपणक उठिबा देखि सहय करि पारंती नाही। एही व्यक्ति माने आपणकर प्रत्येक प्रयासर रास्ता रे बाधा सृष्टि करूछंती, किंतु वर्तमान एही लोक माने आपणकर पाद तळे पडिजिबे। प्रतियोगितामूलक क्षेत्र रे हेउ आपणकर चाकरी रे हेउ किंबा आपणक व्यवसाय रे आपणकर प्रभुत्व एवं सर्वोच्चता सबुठारे प्रतिष्ठित हेब। तथापि मंगल शुक्र सूर्य एवं बुधଙ୍କ सहित मध्य राशि परिवर्तन हेउछि, जहा फଳରେ आपणकर जीवन आउ पूर्व परि हेब नाही। आपणଙ୍କୁ वर्तमान बहुत सतर्कता अवलंबन करबाकू पड़िबो। जेतेबेले कि खुशी निश्चित भावरे तार पथरे अछि, आपणଙ୍କୁ सतर्क रहिबाकू पड़िबो। कारण जीवन रे प्रातः जेतेबेले खुशी आसुछि आमे किछि भूल करि थाउ, जहा हमर आसुथिबा खुशी गुडी को आम पाखरे पहुंचीबा पूर्वरु पछकु फेराई देई थाए एवं उभान होई जाए। एथर आपण सेई भूल करिबा उचित नुहे। मु आपणको विस्तार भाबरे बुझाइबी जे आपण कोन करिबा उचित एवं कोन न करिबा उचित।
ଏହା ବ୍ୟତୀତ ସେହି ସମସ୍ତ ଅତୀତର ଘଟଣା ବିଷୟରେ ଯେଉଁଠାରେ ଆପଣଙ୍କର ଯୋଜନା ଗୁଡ଼ିକ ସଫଳ ହେବାକୁ ଯାଉଥିବା ସମୟରେ ଭାଙ୍ଗି ପଡ଼ିଥିଲା। ଆପଣଙ୍କର କ୍ୟାରିୟର, ପାରିବାରିକ ଜୀବନ କିମ୍ବା ପ୍ରେମ ଜୀବନରେ ଆପଣ ବର୍ତ୍ତମାନ ଏହି 10 ଦିନର ସମୟ ମଧ୍ୟରେ ଆପଣଙ୍କର ଅସ୍ତିତ୍ୱକୁ ଜର୍ଜରିତ କରିଥିବା ଅଶାନ୍ତି ଏବଂ ଉତ୍ଥାନରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବାହାରିବାକୁ ଯାଉଛନ୍ତି। ଆପଣଙ୍କର ଜୀବନ ପୁନର୍ବାର ଉଜ୍ଜୀବିତ ହେବା ପାଇଁ ଯାଉଛି। ଏହା ଏକ ସମ୍ପୂର୍ଣ୍ଣ ନୂତନ ଆରମ୍ଭ ପରି ଅନୁଭବ ହେବ। ତଥାପି ବନ୍ଧୁମାନେ, ଗୋଟିଏ କଥା ମନେ ରଖନ୍ତୁ, ଆପଣ କାହା ପାଇଁ ଆପଣଙ୍କ ନିଜ ସ୍ୱପ୍ନର ବଳିଦାନ ଦେଇଥିଲେ? ଆପଣଙ୍କର ପ୍ରିୟଜନଙ୍କ ପାଇଁ। ଏବଂ ପ୍ରତିବଦଳରେ ସେହି ପ୍ରିୟଜନମାନେ ଆପଣଙ୍କୁ କ'ଣ ଦେଇଥିଲେ? ଆପଣଙ୍କ ପାଇଁ ଉପହାସ, ନିନ୍ଦା ଏବଂ ଏକାକିତାର ସମ୍ମୁଖୀନ ହୋଇଥିଲେ। ଏବଂ ଯେତେବେଳେ ଆପଣଙ୍କୁ ସବୁଠାରୁ ଅଧିକ ସମର୍ଥନର ଆବଶ୍ୟକତା ଥିଲା, ସେମାନେ ହିଁ ଆପଣଙ୍କୁ ଦୋଷ ଦେଇଥିଲେ। ପ୍ରତ୍ୟେକ ଥର ଆପଣଙ୍କୁ ବଳିରେ ଚଢ଼ାଇଥିଲେ। ତଥାପି ସେମାନଙ୍କ ପାଇଁ ଆପଣ ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟ କରିଥିଲେ, ଆପଣଙ୍କର ସମ୍ପତ୍ତି ନଷ୍ଟ କରିଥିଲେ। କିନ୍ତୁ ପ୍ରତିବଦଳରେ ସେମାନେ କ'ଣ କଲେ? ସେମାନେ କେବଳ ଆପଣଙ୍କୁ ଦୋଷ ଦେଇଥିଲେ। ଆପଣଙ୍କର ନିଜ ପ୍ରିୟଜନ ଏବଂ ଅନ୍ୟମାନଙ୍କର ମଙ୍ଗଳ ପାଇଁ ନିଜ ଆବଶ୍ୟକତା ବିନା ବହୁତ ତ୍ୟାଗ କରିଛନ୍ତି। ଆପଣଙ୍କର ଦାନ ଏବଂ ଭଲ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିନ୍ତୁ ପ୍ରତିବଦଳରେ ଆପଣ କ'ଣ ପାଇଲେ? କେବଳ ପ୍ରଶ୍ନ ଏବଂ ଯାଞ୍ଚ। ତଥାପି ବନ୍ଧୁମାନେ, ଆପଣ ଆଉ ଏହି ଭୁଲ ଗୁଡ଼ିକୁ ପୁନରାବୃତ୍ତି କରନ୍ତୁ ନାହିଁ। ଆପଣଙ୍କର ରାଶି କୌଣସି ସାଧାରଣ ରାଶି ନୁହେଁ। ବିଛା ରାଶି ଏକ ଏପରି ରାଶି ଯାହା ସେ ମନରେ ଥରେ ମାତ୍ର ସ୍ଥିର କରି ନିଅନ୍ତି, ତାହା ହାସଲ କରିବାକୁ ସେମାନେ ସକ୍ଷମ। ଯଦି ଜଣେ ବିଛା ରାଶି କେବଳ ନିଜ ଉପରେ ଟିକିଏ ଧ୍ୟାନ ଦିଅନ୍ତି, ନିଜର ଖୁସିକୁ ପ୍ରାଥମିକତା ଦିଅନ୍ତି, ନିଜର କ୍ଷମତା ଉପରେ ନିର୍ଭର କରନ୍ତି ଏବଂ ନିଜର ଲକ୍ଷ୍ୟ ପାଇଁ ନିଜର ବୁଦ୍ଧିକୁ ପ୍ରୟୋଗ କରନ୍ତି, ତେବେ ସେମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ସେମାନେ ନିଜ ଜୀବନରେ ଚିରକାଳ ଖୁସି ରହିପାରିବେ। ସେମାନଙ୍କୁ ଅନ୍ୟ କାହାର ଆବଶ୍ୟକତା ନାହିଁ। ପ୍ରକୃତରେ ସେମାନଙ୍କୁ କାହାର ବି ଆବଶ୍ୟକତା ନାହିଁ। ସେମାନେ ପ୍ରାୟତଃ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଛନ୍ତି। ଜାଣିଶୁଣି ଏତେ ସକ୍ଷମ ହେବା ସତ୍ତ୍ୱେ ସେମାନେ ଅନ୍ୟ ଲୋକଙ୍କ ଆଶା ରଖିବା ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ଆପଣ ଅନ୍ୟମାନଙ୍କ ଉପରେ ନିଜର ଆଶା ରଖିବା ବନ୍ଦ କରିବା ଉଚିତ। ବର୍ତ୍ତମାନ ମଙ୍ଗଳଙ୍କର ଗୋଚର ବିଷୟରେ ଆଲୋଚନା କରିବା। ଏହି ଗୋଚର ଶୁଭ ଏବଂ ଅଶୁଭ ଉଭୟ ପରିଣାମ ପ୍ରଦାନ କରିବ। ଯେହେତୁ ମଙ୍ଗଳ ଷଷ୍ଠ ଭାବରେ ଗୋଚର କରିବେ ଏବଂ ଷଷ୍ଠ ଭାବଟି ସକାରାତ୍ମକ ଏବଂ ନକାରାତ୍ମକ ଘଟଣା ଘଟାଇଥାଏ, ଏହାପରେ ସୂର୍ଯ୍ୟ ଏବଂ ବୁଧ ଆପଣଙ୍କର ପଞ୍ଚମ ଭାବରେ ଗଭୀର ପ୍ରଭାବ ପକାଇବେ, ସପ୍ତମ ଭାବରେ ଆପଣଙ୍କର ଗଭୀର ପ୍ରଭାବ ପକାଇବେ। ତେଣୁ ଏହା ବ୍ୟବସାୟିକ ସହଭାଗିତାକୁ ପ୍ରଭାବିତ କରୁଥିବା କ୍ଷେତ୍ର। ଏହା ବ୍ୟତୀତ ଏହି ଭାବ ଆପଣଙ୍କର ଜୀବନ ସାଥୀଙ୍କୁ ପ୍ରତିନିଧିତ୍ୱ କରେ, ସେ ଆପଣଙ୍କ ସ୍ତ୍ରୀ ହୁଅନ୍ତୁ କିମ୍ବା ଆପଣଙ୍କର ସ୍ୱାମୀ। ଏହାପରେ ଶୁକ୍ର ଅଷ୍ଟମ ଭାବରେ ଗୁରୁଙ୍କ ସହିତ ଯୋଗ ଦେବାକୁ ଯାଉଛନ୍ତି। ବନ୍ଧୁମାନେ, ଅଷ୍ଟମ ଭାବଟି ହେଉଛି ହଠାତ୍ ଏବଂ ଅପ୍ରତ୍ୟାଶିତ ଘଟଣା ଗୁଡ଼ିକର କ୍ଷେତ୍ର। ତେଣୁ ଶୁକ୍ର ଏବଂ ଗୁରୁ ଉଭୟ ଏଠାରେ ଉପସ୍ଥିତ ହେଲେ କ'ଣ ହେବେ? ତେବେ ବନ୍ଧୁମାନେ, ଆପଣ ଆପଣଙ୍କ ଜୀବନରେ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ ସହଜରେ ଦୂର କରିପାରିବେ, ବିଶେଷ କରି ଆପଣଙ୍କୁ ବିଚଳିତ କରୁଥିବା ଗୁପ୍ତ ଗ୍ରହ ସମସ୍ୟା। ଶେଷରେ ଆପଣ ଆପଣଙ୍କର ପ୍ରେମ ଜୀବନ, ପାରିବାରିକ ବିଷୟ ଏବଂ ଆପଣଙ୍କର ବୈବାହିକ ଜୀବନରେ ଆପଣ ଅନୁଭବ କରୁଥିବା ଉତ୍ଥାନ ପତନ ବିଷୟରେ ଜାଣିପାରିବେ। ଆପଣ ଆପଣଙ୍କର କ୍ୟାରିୟର ଏବଂ ଛାତ୍ରମାନଙ୍କ ପାଇଁ ଆପଣଙ୍କ ଶିକ୍ଷାଗତ ସମ୍ଭାବନା ବିଷୟରେ ମଧ୍ୟ ସ୍ପଷ୍ଟତା ପାଇବେ। ତ ବନ୍ଧୁମାନେ, ମଙ୍ଗଳ ହେଉଛନ୍ତି ଆପଣଙ୍କ ରାଶିର ଅଧିପତି, ଯିଏକି ଆପଣଙ୍କର ଷଷ୍ଠ ଭାବକୁ ପ୍ରବେଶ କରିବା ପାଇଁ ଯାଉଛନ୍ତି। ଯାହାଫଳରେ ଆପଣଙ୍କର ଗୁପ୍ତ ଶତ୍ରୁମାନେ, ଯେଉଁମାନେ ଆପଣଙ୍କର ପଛ ପାଖରେ ରହି ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରୁଥିଲେ କିନ୍ତୁ ଆପଣଙ୍କ ମୁହଁରେ କିଛି ପ୍ରକାଶ କରୁନଥିଲେ, ସେମାନଙ୍କର ପର୍ଦ୍ଦାଫାଶ ହୋଇଯିବ। ସେମାନେ ସେହି ଲୋକ ଯେଉଁମାନେ ଆପଣ ସାମ୍ନାରେ ଥିବା ସମୟରେ ପ୍ରାୟତଃ ଆପଣଙ୍କର ସହଯୋଗୀ ବୋଲି ଛଳନା କରନ୍ତି। ତଥାପି ଏପରି ବ୍ୟକ୍ତିମାନଙ୍କ ଦ୍ୱାରା ପିନ୍ଧା ଯାଇଥିବା ମୁଖା ଏବେ ଖସିଯିବ। ଆପଣ ଶେଷରେ ସେମାନଙ୍କର ପ୍ରକୃତ ମୁହଁ ଦେଖିବେ ଏବଂ ସେମାନଙ୍କର ପ୍ରତାରଣାମୂଳକ ଚାଲ ବୁଝିବେ। ସ୍ପଷ୍ଟ ଭାବରେ ଜାଣିପାରିବେ ଯେ କିଏ ପ୍ରକୃତରେ ଆପଣଙ୍କ ପକ୍ଷରେ ଅଛି ଏବଂ କିଏ ଅପରିଚିତ। ଆଗାମୀ 10 ଦିନ ମଧ୍ୟରେ ଏସବୁ ଆପଣଙ୍କ ନିକଟରେ ପ୍ରକାଶିତ ହେବାକୁ ଯାଉଛି। କିନ୍ତୁ ଧ୍ୟାନ ଦିଅନ୍ତୁ, ଆପଣ ଅତ୍ୟନ୍ତ ନିର୍ଦ୍ଦୋଷ ସ୍ୱଭାବର ଅଟନ୍ତି। ଲୋକମାନେ ଯାହା କୁହନ୍ତି ଆପଣ ଖୁବ୍ ଶୀଘ୍ର ସେଥିରେ ଫସିଯାଆନ୍ତି। ତେଣୁ ଅନ୍ୟମାନଙ୍କ କଥାରେ ନିଜକୁ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ। ଏହି ଲୋକମାନେ ଆତ୍ମପ୍ରଶଂସାରେ ପରିପୂର୍ଣ୍ଣ। ତଥାପି ମୁଁ ସତର୍କତାର ସହିତ ଏହା କହୁଛି,
ସେମାନେ ଆପଣଙ୍କ ପାଖରେ ଥିବା ସାପ ପରି ହୋଇପାରନ୍ତି। କେବେ କାରଣ ଆପଣଙ୍କର ବିଛା ରାଶି। ମୁଁ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଉପରେ ଦୋଷ ଲଦିବି ନାହିଁ, ବରଂ ଆପଣଙ୍କ ରାଶିର ପ୍ରକୃତି ଏପରି ଯେ ଏହା ପ୍ରାୟତଃ ଅନ୍ୟ ଲୋକଙ୍କ ମାମଲାରେ ଫସିଯାଏ। ତେଣୁ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କର ବର୍ତ୍ତମାନ କୌଣସି କୋର୍ଟ କଚେରୀ ମାମଲା ଲାଗି ରହିଛି କିମ୍ବା ଯଦି ଆପଣ କୌଣସି ବିବାଦ କିମ୍ବା ଦ୍ୱନ୍ଦ୍ୱରେ ଫସି ରହିଛନ୍ତି, ତେବେ ଆପଣ ଏବେ ସେଥିରୁ ମୁକ୍ତ ହେବାର ଦ୍ୱାର ଦେଶରେ ଅଛନ୍ତି। ଯଦି କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଆପଣଙ୍କୁ ଦୀର୍ଘ ସମୟ ଧରି ଅଟକାଇ ରଖିଛି କିମ୍ବା ଜଟିଳତା ସୃଷ୍ଟି କରୁଛି, ତେବେ ବିଜୟ ଏବେ ଆପଣଙ୍କ ହାତରେ ଅଛି। କୋର୍ଟ କିମ୍ବା ଆଇନଗତ କାର୍ଯ୍ୟ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଏକ ସକ୍ରିୟ ଏବଂ ଦୃଢ଼ ମନୋଭାବ ଗ୍ରହଣ କରିବାକୁ ପଡ଼ିବ। ଏହି ଆଗାମୀ 10 ଦିନ ମଧ୍ୟରେ ଆପଣଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ଆପଣଙ୍କର ସାଧାରଣ କ୍ୟାରିୟର ପଥ ଦୃଷ୍ଟିରୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି, ଏକ ପ୍ରମୁଖ ବୃତ୍ତିଗତ ପରୀକ୍ଷା ପାଇଁ ଅଧ୍ୟୟନ କିମ୍ବା ଯଦି ଆପଣ ଚାକିରି ସାକ୍ଷାତକାର ପାଇଁ ଯୋଜନା କରୁଛନ୍ତି, ଏହି ସମସ୍ତ କ୍ଷେତ୍ରରେ ଆପଣଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବା ଆବଶ୍ୟକ। କାରଣ ଯଦି ଆପଣ ଏବେ ଆପଣଙ୍କର ପ୍ରୟାସର 100% ବିନିଯୋଗ କରନ୍ତି, ତେବେ ଫଳାଫଳ 1000 ଗୁଣିତ ହେବ, ଅର୍ଥାତ୍ ଆପଣଙ୍କର ସଫଳତା ବହୁଗୁଣିତ ହେବ। ମଙ୍ଗଳ ହେଉଛନ୍ତି ଆପଣଙ୍କ ରାଶିର ଶାସକ ଗ୍ରହ। ଆପଣଙ୍କ ପାଖରେ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କିମ୍ବା କଠିନ ପରିଶ୍ରମ କରିବାକୁ ଇଚ୍ଛୁକ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଅସାଧାରଣ ଭାବରେ ଭଲ ସୂଚକ। ଏହା ବ୍ୟତୀତ ଯେହେତୁ ଏହା ଋଣର ଭାବ ଅଟେ, ତେଣୁ ଯଦି ଆପଣ ଋଣରୁ ମୁକ୍ତି ପାଇବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରୁଛନ୍ତି, ଯଦି ଆପଣ ଏସବୁରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି, କୌଣସି ରାସ୍ତା ଖୋଜୁଛନ୍ତି କିମ୍ବା ଯଦି ଆପଣ ଏକ ଦୁଷ୍ଟ ଚକ୍ରରେ ଫସିଛନ୍ତି ଯେଉଁଠାରେ ଆପଣଙ୍କୁ କେବଳ ଏକ ପୁରୁଣା ଋଣ ପରିଶୋଧ କରିବା ପାଇଁ ଏକ ନୂତନ ଋଣ ନେବାକୁ ପଡ଼ିବ, ତେବେ ଆପଣ ଧୈର୍ଯ୍ୟ ଧରନ୍ତୁ। ଯଦି ଆପଣ ଋଣର ଏକ ଘୂର୍ଣ୍ଣ ନଳୀରେ ଫସି ରହିଛନ୍ତି ଯେଉଁଠାରେ ଆପଣଙ୍କର ଋଣ ପରିଶୋଧ ଆପଣଙ୍କର ମୋଟ ଆୟଠାରୁ ମଧ୍ୟ ଅଧିକ, ତେବେ ମଙ୍ଗଳ ଷଷ୍ଠ ଭାବରେ ପ୍ରବେଶ ହେବା କ୍ଷଣି ଯାହା ଆପଣଙ୍କର ଋଣକୁ ନିୟନ୍ତ୍ରଣ କରେ, ଏହା ସୂଚିତ କରେ ଯେ ଆପଣଙ୍କର ଋଣ ପରିଶୋଧ ହେବାକୁ ଯାଉଛି। ଆପଣ ଏବେ ଆପଣଙ୍କର ବକେୟା ଋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପରିଶୋଧ କରିପାରିବେ। ଏହି ସମୟ ମଧ୍ୟରେ ଆପଣଙ୍କର ପ୍ରାଥମିକ ଧ୍ୟାନ ଆପଣଙ୍କର ଋଣ ପରିଶୋଧ କରିବା ପାଇଁ ଆପଣଙ୍କର ପ୍ରୟାସକୁ ପ୍ରାଥମିକତା ଦେବା ଏବଂ କେନ୍ଦ୍ରିତ କରିବା ଉଚିତ। ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହେବା ପାଇଁ ଯାଉଛି। ତଥାପି ଯଦି ଆପଣଙ୍କର ଲକ୍ଷ୍ୟ ଋଣରୁ ପ୍ରକୃତ ମୁକ୍ତି ହାସଲ କରିବା, ତେବେ ଏହା କରିବା ପାଇଁ ସବୁଠାରୁ ଶୁଭ ସମୟ। ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ପ୍ରୟାସ କରିବା ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ। ଏବଂ ବନ୍ଧୁମାନେ, ମନେ ରଖନ୍ତୁ, ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଦୃଷ୍ଟିକୋଣ ଉତ୍କୃଷ୍ଟ। ତଥାପି ମୁଁ ଏହି ଗୋଚରର ସମ୍ଭାବ୍ୟ ନକାରାତ୍ମକ ଦିଗଗୁଡ଼ିକୁ ମଧ୍ୟ ସମ୍ବୋଧିତ କରିବି। ଏହି ପରିସ୍ଥିତିର ସମ୍ଭାବ୍ୟ ଖରାପ ଦିଗଗୁଡ଼ିକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ପସନ୍ଦ କରିନାହାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ବଜରଙ୍ଗବଲି ନିଶ୍ଚୟ ଲେଖନ୍ତୁ। ତ ବନ୍ଧୁମାନେ, ମଙ୍ଗଳ ଆମର ରକ୍ତର କାରକ ଗ୍ରହ। ତେଣୁ ଆପଣ ରକ୍ତ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିଶେଷ କରି ଆପଣ ରକ୍ତହୀନତାରେ ପୀଡ଼ିତ ହୋଇପାରନ୍ତି କିମ୍ବା ରକ୍ତସ୍ରାବ ସୃଷ୍ଟି କରୁଥିବା ଆଘାତ ପାଇପାରନ୍ତି। ଏହା ବ୍ୟତୀତ ଆପଣଙ୍କ ପେଟର ତଳ ଭାଗରେ ଅସ୍ୱସ୍ତି କିମ୍ବା ସମସ୍ୟା ଅନୁଭବ କରିପାରନ୍ତି। ତେଣୁ ଟିକିଏ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କ ମୂତ୍ରନଳୀ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏହି ଗ୍ରୀଷ୍ମ ଋତୁରେ ନିଶ୍ଚିତ କରନ୍ତୁ ଯେ ଆପଣ ପ୍ରଚୁର ପରିମାଣରେ ପାଣି ପିଇବେ ଏବଂ ଯେକୌଣସି ଶାରୀରିକ ଲକ୍ଷଣ କିମ୍ବା ଆଭ୍ୟନ୍ତରୀଣ ଅସ୍ୱସ୍ତି ପ୍ରତି ଧ୍ୟାନ ଦେବେ। ବିଛା ରାଶି ଭାବରେ ଆପଣ ସାଧାରଣତଃ ନିଜର ସୁସ୍ଥତାକୁ ଅବହେଳା କରନ୍ତି। ଯଦି ଆପଣ ଶାରୀରିକ ଯନ୍ତ୍ରଣା ଅନୁଭବ କରନ୍ତି, ତାହା କାନ୍ଧ ଯନ୍ତ୍ରଣା କିମ୍ବା ମାଇଗ୍ରେନ୍, ଆପଣ ପ୍ରାୟତଃ ଏହାକୁ ଖାରଜ କରନ୍ତି। ଏହା ଅଧିକ ଧ୍ୟାନ ଦେବା ବିନା ଆପେ ଆପେ ସମାଧାନ ହୋଇଯିବ ବୋଲି ଧରି ନିଅନ୍ତି। ଆପଣ ସାଧାରଣତଃ କେବଳ ଡାକ୍ତରୀ ସାହାଯ୍ୟ ନିଅନ୍ତି ଏବଂ ଯନ୍ତ୍ରଣା ଗୁରୁତର ହେଲେ ଔଷଧ ନିଅନ୍ତି। ମୂଳତଃ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା ସମୟରେ ଆପଣ ବିଳମ୍ବ କରନ୍ତି। ତଥାପି ଆପଣଙ୍କୁ ବର୍ତ୍ତମାନ ଏହି ପଦ୍ଧତିକୁ ଏଡ଼ାଇବା ଉଚିତ। ସ୍ୱାସ୍ଥ୍ୟ ସମସ୍ୟା ଯଦି ଉପୁଜୁଛି, ତେବେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଯେହେତୁ ମଙ୍ଗଳ ଜଡ଼ିତ ସମ୍ଭାବ୍ୟ ଯୁକ୍ତି କିମ୍ବା ଉଷ୍ମ ବିତର୍କ ପାଇଁ ପ୍ରସ୍ତୁତ ରହୁଛନ୍ତି, ଆପଣଙ୍କର କ୍ରୋଧ ହଠାତ୍ ବଢ଼ିପାରେ। ତେଣୁ ଆପଣଙ୍କର କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କର କର୍ମକ୍ଷେତ୍ରରେ, ଦୋକାନରେ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ
ଆପଣଙ୍କର ସହକର୍ମୀ କିମ୍ବା ସହଯୋଗୀଙ୍କ ସହିତ ଆପଣ ଯୁକ୍ତିତର୍କରେ ପଡ଼ିପାରନ୍ତି। ଏହି ଯୁକ୍ତିତର୍କ ଏତେ ପରିମାଣରେ ବଢ଼ିପାରେ ଯେ ଆପଣ ଆପଣଙ୍କର ଚାକିରି ହରାଇବା କିମ୍ବା ବ୍ୟବସାୟରେ ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି। ଆପଣଙ୍କର ପ୍ରତିଷ୍ଠା ଏବଂ ସାର୍ବଜନୀନ ପ୍ରତିଛବି ମଧ୍ୟ କଳଙ୍କିତ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ଏହା ବ୍ୟତୀତ ଶୁକ୍ର ବର୍ତ୍ତମାନ ଗୁରୁଙ୍କ ସହିତ ଅଷ୍ଟମ ଭାବରେ ଅବସ୍ଥିତ। ଶୁକ୍ର 14 ତାରିଖରେ ଅଷ୍ଟମ